ବାଙ୍କୀ ରଜ ମହୋତ୍ସବର ନୟାଗଡ଼ ବିଧାୟକ ଅରୁଣ ସାହୁ ତେରଛବାଡ଼ ବାଙ୍କୀ କଚେରୀ ପଡ଼ିଆଠାରେ ଶ୍ରୀ ଶ୍ରୀ ରଘୁନାଥ ପୂଜା କମିଟି ଚର୍ଚ୍ଚିକା ସାହି ଦ୍ୱାରା ଆୟୋଜିତ ହୋଇଥିବା ରଜ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଯୋଗଦେଇ ମହୋତ୍ସବ ବାଙ୍କୀରେ ଭାଇଚାରା ବାର୍ତ୍ତା ଦେବା ସହ ହଜିଯାଇଥିବା କଳା ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ କରିବାରେ ସହାୟକ ହେଉଛି ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ମହିଳା କମିଶନର ମିନତୀ ମହାପାତ୍ର, ସମାଜସେବୀ ଅଜୟ କୁମାର ରାଉତ, ସମାଜସେବୀ ଅବିନାଶ ପଟ୍ଟନାୟକ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ବାଙ୍କୀ ରଜ ମହୋତ୍ସବର ସଭାପତି ଆଇନଜୀବୀ ସୁଭାଷ ମିଶ୍ରଙ୍କ ସଭାପତିତ୍ୱରେ ସମ୍ପାଦକ ଶ୍ରୀନିବାସ ବେହେରା ସ୍ୱାଗତ ଭାଷଣ, ମହୋତ୍ସବର ଉପଦେଷ୍ଟା ସମରେନ୍ଦ୍ର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂହ, ବାଙ୍କୀ ବଣିକ ସଂଘ ସଭାପତି ପ୍ରତାପ କୁମାର ମହାପାତ୍ର ପ୍ରମୁଖ ମଞ୍ଚ ଆସିଥିଲେ। ଏହି ଅବସରରେ ବାଙ୍କୀ ଉପଖଣ୍ଡରେ କାର୍ଯ୍ୟରତ 24 ଜଣ ଇଲେକ୍ଟ୍ରିକ୍ ମିଡିଆ, ପ୍ରିଣ୍ଟ ମିଡିଆ ସହିତ ବୈଦ୍ୟୁତିକ ସାମ୍ବାଦିକମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଇନଜୀବୀ ଅଜିତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କଟକ ବାଙ୍କୀରୁ ମାନସ ସାହୁଙ୍କ ରିପୋର୍ଟ, ମଣିଭଦ୍ରା ଖବର। ରଜ ମହୋତ୍ସବ 5 ଦିନ ଧରି କରିବା ଏବଂ ଯେଉଁମାନେ ଆୟୋଜନ କରିଛନ୍ତି ସେମାନେ ଯେତିକି କଷ୍ଟ ସ୍ୱୀକାର କରିଛନ୍ତି ତାଙ୍କୁ ଧନ୍ୟବାଦ। ଏବଂ ହଜାର ହଜାର ଲୋକ ଆସିକି ରଜ ଉତ୍ସବ ମହୋତ୍ସବକୁ ଉପଭୋଗ କରୁଛନ୍ତି, ସେଇଥିପାଇଁ ମଧ୍ୟ ଜନସାଧାରଣଙ୍କୁ ଧନ୍ୟବାଦ। ଏବଂ ରଜ ଉତ୍ସବ ହେଉଛି ଆମ ଓଡ଼ିଆ ଜାତିର ଏକ କୃଷିଭିତ୍ତିକ ପର୍ବ। ମାଟି ମା ଧରିତ୍ରୀ ମାତାକୁ ସମ୍ମାନ ଦେବାକୁ ରଜ ଉତ୍ସବ ପାଳନ କରାଯାଏ। ମା ମାନେ ପାଳନ କରନ୍ତି, ପୁରୁଷମାନେ ମଧ୍ୟ କାମ କରନ୍ତି ନାହିଁ। ଏଇ ଯେଉଁ ମାଟି ମାକୁ ସମ୍ମାନ, ଏ କଥାଟା ଓଡ଼ିଶାରେ ହିଁ ସାରା ବିଶ୍ୱକୁ ଏକ ବାର୍ତ୍ତା ଦିଏ। ରାଜନୀତି ଭାର ଆପଣଙ୍କ ହାତରେ। ଆଜ୍ଞା, ବାଙ୍କୀର ରାଜନୀତି ଭାର ଆପଣଙ୍କ ହାତରେ। ବାଙ୍କୀର ରାଜନୀତିର ଭାର ବାଙ୍କୀର ଜନସାଧାରଣଙ୍କ ଉପରେ। ଆପଣ ଦାୟିତ୍ୱରେ ଅଛନ୍ତି। ବାଙ୍କୀର ଜନସାଧାରଣ ବହୁତ ବୁଦ୍ଧିଜୀବୀ, ଶିକ୍ଷିତ ଏବଂ ନିଷ୍ପତ୍ତି ନେବାରେ ପାରଙ୍ଗମ, ଏବଂ ଜନସାଧାରଣ ତାଙ୍କ ନିଷ୍ପତ୍ତି ଜରୁର ଭାବରେ ସଠିକ୍ ଦିଗରେ ନେବେ, ଏ ଆଶା, ବିଶ୍ୱାସ, ଭରସା ଅଛି।